ଯାତ୍ରୀ ସବୁ ସ୍ମୃତିର ସଂରକ୍ଷକ। ହଜାର ହଜାର ବର୍ଷରୁ ମୁଁ ଦେଖି ଆସୁଛି ଆଜି ଏହି ପବିତ୍ର ଭୂମିରେ ଛିଡ଼ା ହୋଇ ଆପଣଙ୍କୁ ଏକ ଏମିତି କାହାଣୀ ଶୁଣାଇବାକୁ ଆସିଛି ଯାହା କାଳର ମହାସାଗରରେ ଲୁଚି ରହିଛି। ଏ କାହାଣୀ ହେଉଛି ବାଲିଯାତ୍ରାର। ଆପଣ ଓଡ଼ିଶା ନାମରେ ଜାଣିଛନ୍ତି, କିନ୍ତୁ ମୋ ପାଇଁ ଏହା କଳିଙ୍ଗ। ସେହି କଳିଙ୍ଗ ଯିଏ କେବେ ଏହି ଉପମହାଦ୍ୱୀପର ଗୌରବ ଥିଲା। ସମୁଦ୍ରର ରାଜା, ସାହସୀ ଯାତ୍ରୀ, ଅନ୍ୱେଷଣକାରୀ ଆଉ ବ୍ୟବସାୟୀଙ୍କ ଘର ଥିଲା। କୁହାଯାଏ ଗୋଟିଏ ସମୟ ଥିଲା ଯେତେବେଳେ କଳିଙ୍ଗର ସାମୁଦ୍ରିକ ବ୍ୟବସାୟୀ ସାଧବମାନେ ନିଜର ବିଶାଳ ନୌକାରେ ବସି ମହାସାଗର ଆଡ଼କୁ ବାହାରୁଥିଲେ। ବୋଇତ କୁହାଯାଉଥିବା ଏହି ନୌକା ସମୁଦ୍ରର ଲହଡ଼ିରେ ପହଁରି ପ୍ରତିବର୍ଷ କାର୍ତ୍ତିକ ପୂର୍ଣ୍ଣିମାର ପବିତ୍ର ରାତ୍ରିରେ